ଆସନ୍ତୁ ଆଜି କଥା ହେବା ଓଡ଼ିଶାର କୃଷକ ଭାଇ ଭଉଣୀମାନଙ୍କ ପାଇଁ ଆସିଥିବା ଗୋଟେ ବହୁତ ବଡ଼ ଯୋଜନା ବିଷୟରେ, ଯାହାର ନାଁ ହେଉଛି ସିଏମ୍ କିଷାନ। ଏ ଯୋଜନାଟି ପ୍ରକୃତରେ କ'ଣ, କାହା ପାଇଁ ଉଦ୍ଦିଷ୍ଟ ଆଉ କେମିତି ଏହାର ଲାଭ ମିଳିପାରିବ, ଚାଲନ୍ତୁ ଏସବୁକୁ ପୁରା ସରଳ ଭାବରେ ବୁଝିବା। ଆଗରୁ ଚାଲୁଥିବା କାଳିଆ ଯୋଜନା ବିଷୟରେ ତ ସମସ୍ତେ ଜାଣିଥିବେ। ତେବେ ଓଡ଼ିଶା ସରକାର ଏବେ ସେହି ଯୋଜନା ବଦଳରେ ଗୋଟେ ନୂଆ ଯୋଜନା ଆଣିଛନ୍ତି, ଆଉ ତାର ନାଁ ହେଉଛି ସିଏମ୍ କିଷାନ। ଏହାକୁ ଆମେ ପୁରୁଣା ଯୋଜନାର ଏକ ନୂଆ ପର୍ଯ୍ୟାୟ ବୋଲି କହିପାରିବା। ତେବେ ଏହି ନୂଆ ଯୋଜନାର ମୂଳ ଉଦ୍ଦେଶ୍ୟ କ'ଣ? ସରଳ ଭାଷାରେ କହିଲେ ଏହାର ଲକ୍ଷ୍ୟ ହେଉଛି ଆମ ରାଜ୍ୟର ଚାଷୀମାନଙ୍କୁ ସଶକ୍ତ କରିବା ଆଉ କୃଷି କ୍ଷେତ୍ରରେ ଉନ୍ନତି ଆଣିବା। ସରକାରଙ୍କ ମତରେ କୃଷକଙ୍କ ସଶକ୍ତିକରଣ ହିଁ ଏହାର ମୂଳ ମନ୍ତ୍ର। ଚାଲନ୍ତୁ ଏବେ ଟିକେ ଭିତରକୁ ଯିବା ଆଉ ଦେଖିବା ଏହି ସିଏମ୍ କିଷାନ ଯୋଜନାରେ ପ୍ରକୃତରେ କ'ଣ ସବୁ ଅଛି। ଏହାକୁ ବୁଝିବା ପାଇଁ ଆମେ ଏହାକୁ ତିନୋଟି ମୁଖ୍ୟ ଭାଗରେ ବାଣ୍ଟି ଦେଇଛି। ଦେଖନ୍ତୁ, ମୋଟାମୋଟି ଭାବେ ଏହି ଯୋଜନାର ତିନିଟା ମୁଖ୍ୟ ଭାଗ ରହିଛି। ପ୍ରଥମତଃ, ଚାଷ କାମ ପାଇଁ ସିଧାସଳଖ ସାହାଯ୍ୟ। ଦ୍ୱିତୀୟରେ, ଯେଉଁମାନଙ୍କ ପାଖରେ ନିଜ ଜମି ନାହିଁ ସେମାନଙ୍କର ଜୀବିକା ପାଇଁ ସହାୟତା। ଆଉ ତୃତୀୟରେ, ଗୋଟେ ଭଲ କଥା ହେଉଛି ହିତାଧିକାରୀଙ୍କ ପିଲାମାନଙ୍କର ପାଠପଢ଼ା ପାଇଁ ସ୍କଲାରସିପ୍ର ବ୍ୟବସ୍ଥା ବି ଏଥିରେ ଅଛି। ଆଚ୍ଛା, ଏବେ ଆସିବା ସବୁଠୁ ଜରୁରୀ କଥା ଉପରକୁ। କାହାକୁ କେତେ ଟଙ୍କା ମିଳିବ ଆଉ କେଉଁମାନେ ଏଥିପାଇଁ ଯୋଗ୍ୟ? ଚାଲନ୍ତୁ ଏ ବିଷୟରେ ବିସ୍ତାରରେ ଜାଣିବା। ଏହି ଯୋଜନାରେ ମୁଖ୍ୟତଃ ଦୁଇ ପ୍ରକାରର ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଗୋଟିଏ ହେଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଆଉ ଅନ୍ୟଟି ହେଲେ ଭୂମିହୀନ କୃଷି ପରିବାର। ତେବେ କାହାକୁ କ'ଣ ମିଳିବ ସେଟା ଦେଖିବା। ଯେଉଁମାନେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ସେମାନଙ୍କୁ ବର୍ଷକୁ ମୋଟ 4,000 ଟଙ୍କା ମିଳିବ। ଏହି ଟଙ୍କାଟା ମୁଖ୍ୟତଃ ବିହନ, ସାର ଏସବୁ କିଣିବାରେ ସାହାଯ୍ୟ କରିବ ବୋଲି ସରକାର କହିଛନ୍ତି। ଏହା ସେମାନଙ୍କର ଚାଷ ଖର୍ଚ୍ଚକୁ କିଛି ମାତ୍ରାରେ କମ୍ କରିବ। ଆଉ ଯେଉଁମାନେ ଭୂମିହୀନ କୃଷି ପରିବାର, ସେମାନଙ୍କ ପାଇଁ ଗୋଟିଏ ବଡ଼ ସହାୟତା ରହିଛି। ତାହା ହେଉଛି ଥରକେ 12,500 ଟଙ୍କା। ଏହା ତାଙ୍କ ଜୀବିକାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ଠିକ୍ ଅଛି, ତେବେ ଟଙ୍କା କଥା ତ ଜାଣିଲେ, କିନ୍ତୁ କିଏ ଏହି ଯୋଜନା ପାଇଁ ଆବେଦନ କରିପାରିବେ ଏଇଟା ଜାଣିବା ବହୁତ ଜରୁରୀ, ନହେଲେ ପରେ ଅସୁବିଧା ହୋଇପାରେ। ତେବେ ଏଥିପାଇଁ ଆବେଦନ କରିପାରିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ କୃଷି ପରିବାର ଆଉ ଏମିତିକି ଭାଗ ଚାଷୀମାନେ ବି। ହେଲେ ଗୋଟିଏ କଥା ମନେ ରଖିବା ଦରକାର, ଆବେଦନକାରୀ ଜଣେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହେବା ନିହାତି ଆବଶ୍ୟକ। ଜାଣିଲେ ତ କିଏ ଆବେଦନ କରିପାରିବେ। ଏବେ ଦେଖିବା କିଏ କରିପାରିବେ ନାହିଁ, କାରଣ ଏଇଟା ବି ସେତିକି ଗୁରୁତ୍ୱପୂର୍ଣ୍ଣ। ଯେମିତିକି ଯାହାର ବୟସ 18 ବର୍ଷରୁ କମ୍, ଯେଉଁମାନେ ବଡ଼ ବା ମଧ୍ୟମ ଚାଷୀ, ଯେଉଁ ପରିବାରରେ କେହି ଆୟକର ଦେଉଛନ୍ତି, କିମ୍ବା ସରକାରୀ ଚାକିରିଆ, ଡାକ୍ତର, ଓକିଲ, ଏମାନେ ସମସ୍ତେ ଏହି ଯୋଜନାରୁ ବାଦ୍ ପଡ଼ିବେ। ଯଦି ସବୁ ଯୋଗ୍ୟତା ଅଛି, ତେବେ ଆଗକୁ କ'ଣ କରିବାକୁ ହେବ, କେମିତି ଆବେଦନ କରିହେବ, ଚାଲନ୍ତୁ ପୁରା ପ୍ରକ୍ରିୟାକୁ ଷ୍ଟେପ୍ ବାଇ ଷ୍ଟେପ୍ ବୁଝିବା। ଆବେଦନ କରିବା ଆଗରୁ କିଛି କାଗଜପତ୍ର ପାଖରେ ରଖିବାକୁ ପଡ଼ିବ। ମନେ ରଖନ୍ତୁ, ଏଗୁଡ଼ିକ ହେଲା ଆଧାର କାର୍ଡ, ରାସନ କାର୍ଡ, ବ୍ୟାଙ୍କ ପାସବୁକ୍ର ପ୍ରଥମ ପେଜ, ଆଉ ଯଦି ଚାଷୀ ତେବେ ଜମି ପଟ୍ଟା, ଏବଂ ଯଦି ଭୂମିହୀନ ତେବେ MGNREGS ଜବ୍ କାର୍ଡ ଦରକାର ହେବ। କାଗଜପତ୍ର ରେଡି ହେଲା ପରେ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ। ପ୍ରଥମେ ସିଏମ୍ କିଷାନର ଅଫିସିଆଲ ପୋର୍ଟାଲକୁ ଯିବେ। ସେଠି ଆଧାର ଆଉ ମୋବାଇଲ OTP ଦେଇ EKYC କରିବେ। ତାପରେ ନିଜର ସବୁ ତଥ୍ୟ ଦେଇ ଫର୍ମ ପୂରଣ କରିବେ। ଆଉ ଶେଷରେ ଫର୍ମକୁ ସବମିଟ୍ କରିଦେଲେ ଗୋଟେ ଟୋକନ ନମ୍ବର ମିଳିବ, ସେଇଟାକୁ ସାଇତି ରଖିବେ। ଦେଖନ୍ତୁ, ଏଇଟା ହେଉଛି ସେହି ଅଫିସିଆଲ ପୋର୍ଟାଲର ଫଟୋ। ଠିକ୍ ଏହିଭଳି ଦେଖାଯିବ। ଆବେଦନ ଆରମ୍ଭ କରିବା ପାଇଁ ଏଠି ଦିଆଯାଇଥିବା ରେଜିଷ୍ଟର ନାଓ ବଟନକୁ ହିଁ କ୍ଲିକ୍ କରିବାକୁ ପଡ଼ିବ। ତେବେ ସବୁକିଛି ଜାଣିବା ପରେ ଶେଷରେ ଗୋଟିଏ ବଡ଼ ପ୍ରଶ୍ନ ଆସୁଛି, କ'ଣ ଏହି ସିଏମ୍ କିଷାନ ଯୋଜନା ଓଡ଼ିଶାର କୃଷି ଆଉ କୃଷକଙ୍କ ଭାଗ୍ୟ ବଦଳାଇ ପାରିବ? ଏହା ଦାରିଦ୍ର୍ୟ କମାଇବାରେ କେତେ ସଫଳ ହେବ? ଏହାର ଜବାବ ତ ଆଗାମୀ ସମୟ ହିଁ ଦେବ।